ଏପଟରେ ଢୋଲ ମୃଦଙ୍ଗ ବାଜି ଚାଲିଛି ଆଉ ସେପଟରେ ବଡ ଭାଇ ମାନେ ମତେ ଶ୍ରଦ୍ଧାରେ ସମ୍ମାନିତ କରିକି ପାଛୋଟି ନେଲେ। ଆଲୋ ଆଲୋ ଏସବୁ ହବାର କାରଣ କଣ ଜାଣିବା ପାଇଁ ଭିଡିଓ ଲାଷ୍ଟ ଯାଏ ଦେଖ। ଜୟ ଜଗନ୍ନାଥ। ବିଶ୍ୱ ନିୟନ୍ତା ଶ୍ରୀ ଶ୍ରୀ ବ୍ୟାସଦେବ ଜୀଉଙ୍କର ଦିବ୍ୟ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେଶ ପୂଜା ଉତ୍ସବ ଉପଲକ୍ଷେ ମୁଁ ଆସିଥିଲି ଶ୍ରୀ ଶ୍ରୀ ବ୍ୟାସଦେବ ଜୀଉ ପୂଜା କମିଟି ନଛିପୁର ଫତେପୁର ଯାଜପୁର। ଅନନ୍ତ କୋଟି ବ୍ରହ୍ମାଣ୍ଡର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ଦିବସ ଫେବୃଆରୀ 20 ରୁ ଫେବୃଆରୀ 24 ଯାଏଁ 5 ଦିନ ଧରି ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ୱାରା ମହା ସମାରୋହରେ ଅନୁଷ୍ଠିତ ହେଉଛି। ଆଜିର ଦିନରେ ମହାପ୍ରଭୁଙ୍କର କଳସ ଯାତ୍ରା, ଗୁରୁ ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା ଓ ଅଧିବାସ ହେବ। ଖାଲି କଣ ସେତିକି? 24 ତାରିଖ ପର୍ଯ୍ୟନ୍ତ ଆହୁରି ଅନେକ କାର୍ଯ୍ୟକ୍ରମ ଅଛି। ଦୀର୍ଘ 11 ବର୍ଷର କଠିନ ପରିଶ୍ରମ ପରେ ମନ୍ଦିର ପ୍ରସ୍ତୁତ ହୋଇସାରିଛି। ମହାପ୍ରଭୁଙ୍କର ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେଶ ଦିନ ମଧ୍ୟ ଆସି ପହଞ୍ଚି ସାରିଛି। ଭାଇ ମାନଙ୍କ ପାଇଁ ଆନନ୍ଦର ଦିନ ପୁରା ଖୁସିରେ ଡେଉଁଛନ୍ତି। ଆଉ ମଞ୍ଚ ପୁରା ରେଡି। ଆଉ କଣ ବା ସାଂସ୍କୃତିକ କାର୍ଯ୍ୟକ୍ରମ ହବା ପରା। ଓଡିଆ ସଙ୍ଗୀତ ଜଗତର ଗୀତିକାର ମାନେ ଆସିବେ, ଆପଣ ମାନେ ବି ଆସନ୍ତୁ। ପ୍ରଭୁଙ୍କ ବେଢାରେ ଆନନ୍ଦ ବଜାର ଖୋଲି ସାରିଛି। ପ୍ରତ୍ୟେକ ଦିନ 5000 ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ବି ଅଛି। ହେଇପା ମନ୍ଦିରର ପ୍ରେସିଡେଣ୍ଟ ଆଉ ସେକ୍ରେଟାରୀ ମହୋଦୟ, ମୋର ସୌଭାଗ୍ୟ ଏପରି ଭବ୍ୟ ଦିବସରେ ନିଜକୁ ସାମିଲ କରିପାରିଲି। ଜୟ ଜଗନ୍ନାଥ। ବାକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଆଉ ସମସ୍ତ କାର୍ଯ୍ୟକ୍ରମ ଏକଦମ ସୁରୁଖୁରୁରେ ଆଉ ସଫଳତାର ସହିତ ହେଇଯାଏ। ଆଜି ପାଇଁ ଏତିକି। ଆଉ ବାକି ସିଂପୁର ନଛିପୁର ଗାଁର ମା ମାଉସୀ ଭାଇ ଭଉଣୀ ମାନେ ମତେ ଭାରି ଭଲ ପାଏ। ରହୁଛି। ଭିଡିଓଟି ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିବେ, କମେଣ୍ଟରେ ଲେଖିବେ ଜୟ ଶ୍ରୀ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।